ନମସ୍କାର ବନ୍ଧୁମାନେ ପଞ୍ଚାଙ୍ଗ ଅନୁସାରେ ଶୁକ୍ରବାର ଜାନୁଆରୀ 2 ତାରିଖ 2024 ଠାରୁ ବୁଧ ଏବଂ ବୃହସ୍ପତି ଏକ ଅତ୍ୟନ୍ତ ବିରଳ ସଂଯୋଗ ଗଠନ କରିଛନ୍ତି, ଯାହାକୁ ଜ୍ୟୋତିଷ ଶାସ୍ତ୍ରରେ 40 ବର୍ଗ ଯୋଗ ଭାବରେ ଜଣାଶୁଣା। ଏହି ସଂଯୋଗ ସେତେବେଳେ ଘଟେ ଯେତେବେଳେ ଦୁଇଟି ଗ୍ରହ ପରସ୍ପର ଠାରୁ 160 କୋଣୀୟ ଦୂରତାରେ ଅବସ୍ଥିତ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି 40 ବର୍ଗ ଯୋଗ ଏହା ମଧ୍ୟ ସଂଖ୍ୟା ବିଜ୍ଞାନର ଏକ ଆଧ୍ୟାତ୍ମିକ ଦିଗ, ଯାହାକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଏହି ଯୋଗ 12 ଗୋଟି ରାଶି ଉପରେ ରହିଲେ ମଧ୍ୟ ଏମିତି 4 ଗୋଟି ରାଶି ଅଛନ୍ତି ଯାହାର ଭାଗ୍ୟକୁ ଶୀର୍ଷରେ ପହଞ୍ଚାଇବେ। ତାଙ୍କର ଘର ପରିବାରରେ ହସର ଲହରୀ ଲାଗି ରହିବ। କ୍ୟାରିୟରରେ ଉନ୍ନତି ପ୍ରଗତି କରିବେ। ଆପଣଙ୍କର ଯାହା ବି ଆର୍ଥିକ ସମସ୍ୟା ଥିଲା ତାହା ଏବେ ଦୂର ହେବାକୁ ଯାଉଛି। ବ୍ୟାପାର ବାଣିଜ୍ୟରେ ସଫଳତା ପାଇବେ। ଆପଣଙ୍କୁ ଋଣ କରଜରୁ ମୁକ୍ତି ମିଳିବ। ବୈବାହିକ ଜୀବନ ସୁଖମୟ ହେବ। ଆପଣଙ୍କର ପ୍ରେମ ଜୀବନ ଭଲ ପାଇବା ବଢ଼ିବା ସହିତ ପ୍ରେମ ଜୀବନ ବିବାହର ରୂପ ନେଇପାରେ। ଆପଣଙ୍କର ବିଦେଶ ଯାତ୍ରା କରିପାରନ୍ତି। ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ। ପାଠପଢ଼ା ପ୍ରତି ଆଗ୍ରହ ବଢ଼ିବ। ଆପଣଙ୍କର ପାଠ ପଢ଼ା ପାଇଁ ବିଦେଶକୁ ଯାଇପାରନ୍ତି। ଆପଣ ଯଦି ବେରୋଜଗାର ଅଛନ୍ତି, ଆପଣଙ୍କୁ ନୂତନ ଚାକିରି ମିଳିପାରେ କିମ୍ବା ପୂର୍ବରୁ ଚାକିରି କରୁଛନ୍ତି ତାହେଲେ ଆପଣଙ୍କର ପ୍ରମୋସନ୍ ହୋଇପାରେ କିମ୍ବା ଦରମା ବଢ଼ିପାରେ। ଆପଣଙ୍କର ଡେଲି ଇନକମ୍ ବଢ଼ିବା ସହିତ ଆପଣଙ୍କର ବହୁତ ସଫଳତା ପାଇବେ। ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ପାଇବେ। ସ୍ୱାସ୍ଥ୍ୟରେ ସୁଧାର ଆସିବ। ତେବେ ବନ୍ଧୁମାନେ ଡେରି ନକରି ଆସନ୍ତୁ ଜାଣିବା କିଏ ସେହି ରାଶି। ତା ପୂର୍ବରୁ ଯଦି ଆପଣମାନେ ବି ଈଶ୍ୱରକୁ ମନରୁ ଭକ୍ତି କରୁଥାନ୍ତି କିମ୍ବା ବିଶ୍ୱାସ କରୁଥାନ୍ତି, ତେବେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ। ପ୍ରଥମ ଭାଗ୍ୟଶାଳୀ ରାଶି ହେଉଛି କୁମ୍ଭ ରାଶି। 40 ବର୍ଗ ଯୋଗ କୁମ୍ଭ ରାଶିର ଜାତ ବ୍ୟକ୍ତିଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତର ଆଣି ଦେଉଛି। ଏହି 40 ବର୍ଗ ଯୋଗ ଆତ୍ମ ଏବଂ ମନ ଉଭୟକୁ ଲାଭଦାୟକ ହେବ। ନୂତନ ସୁଯୋଗ ଆସିବ ଏବଂ ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଆପଣଙ୍କର କଠିନ ପରିଶ୍ରମର ପୁରସ୍କାର ମିଳିବ। ଆପଣଙ୍କର ମନୋବଳ ଉଚ୍ଚ ରହିବ। ପୁରୁଣା କାର୍ଯ୍ୟ ଏବଂ ଅସମ୍ପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ ସମାପ୍ତ ହେବ। ସାମାଜିକ ଏବଂ ବୃତ୍ତିଗତ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ପାଇବ। ଶିକ୍ଷା କ୍ଷେତ୍ରରେ ଆପଣ ଉନ୍ନତି ପ୍ରଗତି କରିବେ କିମ୍ବା ଆପଣଙ୍କର ମନ ଶିକ୍ଷା ପ୍ରତି ଆଗ୍ରହ ହେବ। ଆପଣଙ୍କର ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ହେବ। ତ ଆପଣଙ୍କର ଯଦି କୁମ୍ଭ ରାଶି ହୋଇଥିଲେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ। ଦ୍ୱିତୀୟ ରାଶି ହେଉଛି ତୁଳା ରାଶି। ତୁଳା ରାଶି ପାଇଁ ଏହା ଏକ ବହୁତ ଶୁଭ ସମୟ। ନୂତନ ସମ୍ପର୍କ ଏବଂ ସମ୍ପର୍କରେ ଉନ୍ନତି ହେବ। ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଆପଣ ମାନସିକ ଶାନ୍ତି ଅନୁଭବ କରିବେ। ପୁରୁଣା ବିବାଦ ସମାଧାନ ହେବାର ସମ୍ଭାବନା ଅଛି। ପାରିବାରିକ ଦାୟିତ୍ୱକୁ ସନ୍ତୁଳିତ କରିବ ଏବଂ ଲାଭଦାୟକ ହେବ। କଳା, ସଙ୍ଗୀତ କିମ୍ବା ଅନ୍ୟାନ୍ୟ ହବି ଉପରେ ଧ୍ୟାନ ଦେବା ଦ୍ୱାରା ଆପଣଙ୍କର ମନ ଖୁସି ରହିବ। ବ୍ୟାପାରରେ ବହୁତ ଲାଭ ହେବାର ସମ୍ଭାବନା ଅଛି। ପାଠପଢ଼ା ପ୍ରତି ଆପଣଙ୍କର ମନ ଲାଗିବ। ଆର୍ଥିକ ସ୍ଥିତି ମଜବୁତ ହେବ। ଆପଣ କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ଆପଣଙ୍କର ଯାହା ବି ଋଣ କରଜ ଥିଲା ସେସବୁ ଶୁଝିବାରେ ଆପଣ ସକ୍ଷମ ହେବେ। ତ ବନ୍ଧୁମାନେ ଆପଣଙ୍କର ଯଦି ତୁଳା ରାଶି ହୋଇଥିଲେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖିଦିଅନ୍ତୁ। ତୃତୀୟ ରାଶି ହେଉଛି ସିଂହ ରାଶି। 40 ବର୍ଗ ଯୋଗ ସିଂହ ରାଶିର ଭାଗ୍ୟକୁ ବୃଦ୍ଧି କରିବ। ଏକ ବହୁଦିନର ସ୍ୱପ୍ନ କିମ୍ବା ଲକ୍ଷ୍ୟ ପୂରଣ ହୋଇପାରେ। ବୁଧ ଏବଂ ବୃହସ୍ପତିଙ୍କର ଏହି ସଂଯୋଗ ଆତ୍ମବିଶ୍ୱାସକୁ ବୃଦ୍ଧି କରିବ ଏବଂ ନିଷ୍ପତ୍ତି ନେବା ସହଜ କରିବ। ଯାତ୍ରାର ସୁଯୋଗ ଆସିପାରେ ଏବଂ ଶିକ୍ଷା କିମ୍ବା ଦକ୍ଷତାର ଉନ୍ନତି ହୋଇପାରେ।
ବନ୍ଧୁ ଏବଂ ସହକର୍ମୀଙ୍କ ସହ ସମ୍ପର୍କ ମଜବୁତ ହେବ। ନୂତନ ଚିନ୍ତାଧାରା ଏବଂ ସୃଜନଶୀଳ ପ୍ରକଳ୍ପ ସଫଳତା ଆଣିଦେବ। ବ୍ୟାପାର ବାଣିଜ୍ୟରେ ବହୁତ ଅଧିକ ଆପଣଙ୍କୁ ଉନ୍ନତି ଦେଖିବାକୁ ମିଳିପାରେ। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ ଅବଶ୍ୟ ସଫଳ ହେବ। ସ୍ୱାସ୍ଥ୍ୟରେ ସୁଧାର ଆସିବ। ଆପଣଙ୍କର ଆକସ୍ମିକ ଧନ ଲାଭ ହେବାର ମଧ୍ୟ ସମ୍ଭାବନା ଅଛି। ଆପଣ କୌଣସି ଧାର୍ମିକ ସ୍ଥାନ କିମ୍ବା ଦୂର ଯାତ୍ରା କରିପାରନ୍ତି। ତ ବନ୍ଧୁମାନେ, ଆପଣଙ୍କର ଯଦି ସିଂହ ରାଶି ହୋଇଥିଲେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ। ଶେଷ ରାଶି ହେଉଛି ମେଷ ରାଶି। ଏହି ସମୟ ମେଷ ରାଶି ପାଇଁ ନୂତନ ସୁଯୋଗ ଆଣିଦେବ। ଚାଳିଶା ବର୍ଗ ଯୋଗର ପ୍ରଭାବ ଆପଣଙ୍କର କ୍ୟାରିୟରକୁ ତ୍ୱରାନ୍ୱିତ କରିବ। ଏକ ଦୀର୍ଘ ଯୋଜନାବଦ୍ଧ ପ୍ରକଳ୍ପ ସଫଳ ହେବ। ପରିବାର ଏବଂ ବନ୍ଧୁମାନଙ୍କ ଠାରୁ ସମର୍ଥନ ମଧ୍ୟ ଆପଣଙ୍କୁ ଉଜ୍ଜୀବିତ କରିବ। ଆର୍ଥିକ ଲାଭର ମଧ୍ୟ ସଂକେତ ଅଛି। ଆପଣଙ୍କ ସ୍ୱାସ୍ଥ୍ୟରେ ବିଶେଷ ଯତ୍ନ ନିଅନ୍ତୁ ଏବଂ ଅନାବଶ୍ୟକ ଚାପରୁ ଏଡ଼ାନ୍ତୁ। ନିବେଶ କିମ୍ବା ସଞ୍ଚୟ ନିଷ୍ପତ୍ତି ନେବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ପରିବାରରେ ହସର ଖୁସି ଲାଗି ରହିବ। ଆପଣଙ୍କର ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବେ। ଆପଣଙ୍କର ଯାହା ବି ଋଣ କରଜ ଥିଲା ସେସବୁ ଶୁଝିବାରେ ଆପଣ ସକ୍ଷମ ହେବେ। ଆପଣଙ୍କର ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ କିମ୍ବା ଲୋକପ୍ରିୟତା ବଢ଼ିବ। ଆପଣଙ୍କର ଡେଲି ଇନକମ୍ରେ ବୃଦ୍ଧି ଦେଖିବାକୁ ପାଇବେ। ଆପଣ ନିଜେ ଅନୁଭବ କରିବେ ପୂର୍ବରୁ ଯାହା ବି ପଇସା ଆପଣଙ୍କ ପାଖରେ ଥିଲା ଆପଣ ସଞ୍ଚୟ କରିପାରୁନଥିଲେ, କିନ୍ତୁ 2024ରୁ ଆପଣ ନିଜେ ଅନୁଭବ କରିବେ ଧୀରେ ଧୀରେ ଆପଣ ପଇସା କିଛି ସଞ୍ଚୟ କରିବେ। ତ ବନ୍ଧୁମାନେ, ମେଷ ରାଶି ଆପଣଙ୍କର ଯଦି ହୁଏ ତାହେଲେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ। ବନ୍ଧୁମାନେ, ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭଲ ଲାଗିଥିଲେ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ ଏବଂ ଆପଣଙ୍କର କେଉଁ ରାଶି କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ। ସବସ୍କ୍ରାଇବ୍, ଲାଇକ୍, ସେୟାର କରିଦିଅନ୍ତୁ ପ୍ରତିଦିନ ଏମିତି ନୂଆ ନୂଆ ଭିଡ଼ିଓ ପାଇଁ। ଧନ୍ୟବାଦ। ଜୟ ଜଗନ୍ନାଥ।